जय जगन्नाथ। अभी देसी मुग डाली बनेगा। डिक्स रे बनेगा डाली मुग डाली। प्रेसर कुकर बनेले बेसी सिझिଯିବ डिक्स रे बनेले ଭଲ ଲାଗିବ। ଧୋଇଦେବା ଭଲ ଭାବରେ। ଭଲ ଭାବରେ ଧୋଇଦେଲେ ଡାଲି ପକେଇଦେବା ଆମେ। ପାଣି ଫୁଟିଗଲା ଗୋଟେ ଚାମଚ ହଳଦୀ ଦେଇଦେବା ଡାଲିରେ। ସ୍ୱାଦ ଅନୁସାରେ ଲୁଣ ଦେଇଦେବା ଡାଲି 2 ଚାମଚ ଲୁଣ ଦେଇଛି। କିନ୍ତୁ ମୁଗ ଡାଲି ବନେଇବି 3ଟା ଆଳୁ 2ଟା ବାଇଗଣ 1 ଟମାଟୋ ନେଇଛି। ଏ ସବୁଟା କାଟିକି ଆମେ ଡାଲିରେ କାଟିଦେଲେ ଡାଲିରେ ପକେଇବା। ଭଲ ଭାବରେ ଧୋଇକି ପରିବା ସବୁ ଡାଲିରେ ପରିବା ସବୁ ପକେଇଦେବା। ଟମାଟୋ ବି ଦେଇଦେବା। ଦେଇନଥିଲି 3ଟା ନେଇଛି। ରାଗ ଅନୁସାରେ କଞ୍ଚା ଲଙ୍କା ନେବେ। ମାନେ ମୁଗ ଡାଲି ଭଲ ଭାବରେ ସିଝି ଗଲାଣି। ଏବେ ଆମେ ଛୁଙ୍କ ପାଇଁ ରେଡି କରିବା। କଡ଼େଇ ବସେଇଲେ ତେଲ ଟିକେ ପକେଇବା। ଛୁଙ୍କ କରିବା। ଗରମ ହେଇଗଲାଣି ଆମେ ଛୁଙ୍କ ପାଇଁ ଫୁଟଣ ଆଉ ଶୁଖିଲା ଲଙ୍କା ଦେଇଦେବା। ଫୁଟିଗଲାଣି ଏବେ ଆମେ ଭୃଷଙ୍ଗ ପତ୍ର ପକେଇଦେବା। କଟା ହେବା ପିଆଜ ପକେଇଦେବା। ଭଲ ଭାବରେ ମିଶେଇଦେବା। ଭଲ ଭାବରେ ପିଆଜଟା ଭାଜି ହେଇଗଲେ ଆମେ ଡାଲିଟା ଆଣିରେ ପକେଇବା। ଭାଜି ହେଇଗଲାଣି ଡାଲିଟା ଆଣିରେ ପକେଇଦେବା ଆମେ। ତ ସାଙ୍ଗମାନେ ମୁଗ ଡାଲି ରେଡି ହେଇଗଲାଣି। ଆପଣମାନେ କେମିତି କରୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ। ମୋ ଭିଡ଼ିଓ ଯଦି ପସନ୍ଦ ହେଲେ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇब କରିବେ। ସାଙ୍ଗମାନେ ପ୍ଲିଜ୍ ସବସ୍କ୍ରାଇବ କରିବେ।